गुड मॉर्निंग ओडिशा। आज मुझे नहीं आसी देश विदेश बछा बस 10टी गुरुत्वपूर्ण खबर आपण मानक अनुरोध भिडियो संपूर्ण देखिए। वीडियो गोटे लाइक करेंगे चैनल को सब्सक्राइब करेंगे। 373 अंगनवाड़ी वर्कर और हेल्पर पद पूरण पर ओडिशा सरकार तरफ आवेदन आरंभ। राज्य महिला और शिशु विकास WT तरफ आसी एक बड़ नियुक्ति सुजोग। 373 अंगनवाड़ी वर्कर और हेल्पर पद पूरण पर नोटिफिकेशन जारी कर डिसेम्बर 18 एथिपाई ऑनलाइन आवेदन प्रक्रिया आरंभ हो सारी बेले ଜାନୁଆରୀ 2 ତାରିଖ ତାହା ସମାପ୍ତ ହେବ। ଆସନ୍ତା ବର୍ଷ ଜାନୁଆରୀ ମାସ ପହିଲେ ସୁଦ୍ଧା ପ୍ରାର୍ଥୀମାନଙ୍କ ସର୍ବନିମ୍ନ ବୟସ ସୀମା 18ରୁ ସର୍ବାଧିକ ବୟସ 35 ବର୍ଷ ହୋଇଥିବା ଆବଶ୍ୟକ। ପ୍ରାର୍ଥୀମାନଙ୍କର ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍ ହୋଇଥିବା ଆବଶ୍ୟକ। 53ଟି ଅଙ୍ଗନୱାଡ଼ି ୱାର୍କର ଓ 320ଟି ଅଙ୍ଗନୱାଡ଼ି ହେଲ୍ପର ପଦ ପୂରଣ ହେବ। ନମ୍ବର 2 ମୁଖ୍ୟମନ୍ତ୍ରୀ 5 ଦିନିଆ ଗସ୍ତ ରାଜସ୍ଥାନ। ଗୁରୁବାରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 5 ଦିନିଆ ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ଗୁରୁବାର ସନ୍ଧ୍ୟାରେ 5:30ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। 20 ତାରିଖ ଦିଲ୍ଲୀରୁ ରାଜସ୍ଥାନ ଯିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଜସ୍ଥାନ ପାକ୍ ବିଜେଡି ପ୍ରସ୍ତୁତ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀ ଭାଗ ନେବେ। ମୁଖ୍ୟମନ୍ତ୍ରୀ 19 ଓ 20 21 ତାରିଖରେ ରାଜସ୍ଥାନ ରହିବାର କାର୍ଯ୍ୟକ୍ରମ ରହିଛି। 21 ଓ 22 23 ତାରିଖରେ ଦିଲ୍ଲୀରେ ରହିବେ ବୋଲି କୁହାଯାଉଛି। ଏହି ଗସ୍ତ ସମୟରେ ଦିଲ୍ଲୀ ଆୟୋଜିତ 55ତମ GST ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନମ୍ବର 3 ଆହୁରି ଦୁର୍ବଳ ହେଲା ଟଙ୍କା। ଡଲାର ଦାମ 85 ଟଙ୍କା ଟପିଲା। ଆମେରିକା ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ନିୟମିତ ଭାବେ ଦୁର୍ବଳ ହେଉଥିବା ଟଙ୍କା ଗୁରୁବାର ଆହୁରି ଦୁର୍ବଳ ହୋଇ ରେକର୍ଡ ତଳ ସ୍ତରକୁ ଖସିଯାଇଛି। ଭାରତରେ ଗୋଟିଏ ଡଲାର କିଣିବାକୁ ଲାଗି 85 ଟଙ୍କା ଗଣିବାକୁ ପଡୁଛି। ଟଙ୍କାର ଏଭଳି ସ୍ଥିତି ଅର୍ଥନୀତି ପ୍ରତି ଏକ ବଡ଼ ବିପଦ ଟାଣି ଆଣୁଛି ବୋଲି ଆଶଙ୍କା କରାଯାଉଛି। ନମ୍ବର 4 ମନ ଇଚ୍ଛା ଦର ପାଇଁ ପଶ୍ଚିମବଙ୍ଗରୁ ଆଳୁ ନ ଆଣିବାକୁ ଓଡ଼ିଶା ବ୍ୟବସାୟୀଙ୍କ ମହାସଂଘର ନିଷ୍ପତ୍ତି। ରାଜ୍ୟରେ ପୁଣି ଥରେ ଉତ୍କଟ ହେଲା ଆଳୁ ସଂକଟ। ପଶ୍ଚିମବଙ୍ଗ ଓଡ଼ିଶାକୁ ଚୋରା ବାଟରେ ଆସୁଥିବା ଆଳୁ ଏବେ ବନ୍ଦ ହୋଇଯାଇଛି। ପଶ୍ଚିମବଙ୍ଗ ବ୍ୟବସାୟୀ ଆଳୁ ଟ୍ରକ ପିଛା ମନ ଇଚ୍ଛା ଦର ନେବାରୁ ଓଡ଼ିଶା ବ୍ୟବସାୟୀ ପଶ୍ଚିମବଙ୍ଗରୁ ଆଳୁ ନ ଆଣିବାକୁ କଠୋର ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ଆଳୁ ପାଇଁ ଦର କ୍ୱିଣ୍ଟାଲ ପିଛା 2800 ଟଙ୍କା ଫିକ୍ସ କରାଯାଇଛି, କିନ୍ତୁ ପଶ୍ଚିମବଙ୍ଗ ବ୍ୟବସାୟୀ 3000 ଟଙ୍କା ରେଟ୍ ରଖିଛନ୍ତି, ଯାହା ଓଡ଼ିଶା ବ୍ୟବସାୟୀ ମହାସଂଘ ଗ୍ରହଣ କରିନାହାନ୍ତି। 2800 ଭିତରେ ଦେବେ ଦିଅ, ନହେଲେ ଆଦୌ ଆଳୁ ନ କିଣିବାକୁ ପଶ୍ଚିମବଙ୍ଗ ବ୍ୟବସାୟୀମାନଙ୍କୁ ଜଣାଇ ଦେଇଛନ୍ତି। ନମ୍ବର 5 ସୁଭଦ୍ରା ଓ ଆବାସକୁ ନେଇ ଉପମୁଖ୍ୟମନ୍ତ୍ରୀ କହିଲେ ଏମାନଙ୍କୁ ମିଳିବ ଅଧିକ ଟଙ୍କା। ବଣ୍ଡାମାନଙ୍କୁ ଅଧିକ 50,000 ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ବଣ୍ଡାଘାଟିର ସ୍ଥିତି ପରଖିବା ପରେ ଏହି କଥା କହିଛନ୍ତି। ବଣ୍ଡାଘାଟି ଯାଇ ସେଠାରେ ଲୋକଙ୍କୁ ଭେଟି ସୁଭଦ୍ରା ଓ ଆବାସ ଯୋଜନାକୁ ନେଇ ଆଲୋଚନା କରିଥିଲେ ମନ୍ତ୍ରୀ ପ୍ରଭାତୀ କହିଛନ୍ତି। ବଣ୍ଡାଘାଟିରେ ସେମାନଙ୍କ ସହ ଆଲୋଚନା କରିବା ପରେ ସେ ବଣ୍ଡାଘାଟି ପାଇଁ ଅଧିକ 50,000 ଟଙ୍କା ଆବଶ୍ୟକ ଥିବା ଅନୁଭବ କରିଛନ୍ତି। ସୁଭଦ୍ରା ଓ ଆବାସ ଯୋଜନା ନେଇ ଆଲୋଚନା କରିବା ପରେ ସେମାନଙ୍କ ଘର ତିଆରି ପାଇଁ 50,000 ଟଙ୍କା ଦିଆଯିବ ବୋଲି କହିଛନ୍ତି। ନମ୍ବର 6 ଆସିବ ନୂଆ କୃଷି ନୀତି। ଜୈବିକ ଚାଷକୁ ଦିଆଯିବ ଗୁରୁତ୍ୱ। ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କେବି ସିଂହ ଦେଓ। ଆସିବ ନୂଆ କୃଷି ନୀତି। ରାଜ୍ୟ ସରକାର ଖୁବ୍ ଶୀଘ୍ର ଆଣିବାକୁ ଯାଉଛନ୍ତି କୃଷି ନୀତି, ଯେଉଁଥିରେ ଜୈବିକ ଚାଷ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଆଉ ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି କରିବା ଲାଗି ପଦକ୍ଷେପ ନିଆଯିବ। ଖାଲି ସେତିକି ନୁହେଁ, ବିଦେଶରୁ ଚାହିଦା ଥିବା ଖାଦ୍ୟଶସ୍ୟର ଉତ୍ପାଦନ ବଜାୟ ରଖିବା ପାଇଁ ପ୍ରୋତ୍ସାହିତ କରାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେବି ସିଂହ ଦେଓ। ନମ୍ବର 7 ସମସ୍ତ ବଣ୍ଡା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ ସମସ୍ତ ବଣ୍ଡା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ବଣ୍ଡାଘାଟିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଟଙ୍କା ନେଇ ବଣ୍ଡା ମହିଳାମାନଙ୍କ ସହ ଆଲୋଚନା କଲେ। କହିଲେ ସମସ୍ତ ବଣ୍ଡା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ନମ୍ବର 8 ପରିବର୍ତ୍ତନ ହେବ ପରିକ୍ରମା ପ୍ରକଳ୍ପ ନିର୍ମାଣ ଶୈଳୀ। ମନ୍ତ୍ରୀ ଦେଲେ ସୂଚନା। ପୂର୍ବ ସରକାର ସମୟରେ ହୋଇଥିବା ପୁରୀ ପରିକ୍ରମା ପ୍ରକଳ୍ପ ନିର୍ମାଣ ଶୈଳୀ ବା ଡିଜାଇନ ପରିବର୍ତ୍ତନ କରାଯିବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ପୁରୁଣା ଡିଜାଇନ ସହ ଆଉ କିଛି ଆଡ୍ କରି ନୂଆ ଡିଜାଇନ ହେବ ବୋଲି ଲୋକ ଧର୍ମୀୟ ଭାବନା ଜଡ଼ିତ ଥିବାରୁ ବିଚାରବିମର୍ଶ କରାଯାଇଛି। ବିଶେଷ କରି କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ, ମଣ୍ଡା ବ୍ୟବସ୍ଥା ହେବ। ଏନେଇ ଆଲୋଚନା କରି ଚାଲିଛି। ଖୁବ୍ ଶୀଘ୍ର ନିଷ୍ପତ୍ତି ହେବା ପରେ କାମ ଆରମ୍ଭ ହେବ। 2-3 ମାସ ମଧ୍ୟରେ କାମ ଶେଷ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ନମ୍ବର 9 ଆସୁଛି ବର୍ଷା, ଚିନ୍ତାରେ ଧାନଚାଷୀ। ଜଗତସିଂହପୁର ଜିଲ୍ଲାରେ ଗୁରୁବାର ଠାରୁ ପାଗ କୋହଲା ରହିଥିବା ସହ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଧାନ ଏବେ ପାଚିବା ଆରମ୍ଭ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଧାନ କଟା ମଧ୍ୟ ଲାଗିଛି। ଏହି ସମୟରେ ବର୍ଷା ଯୋଗୁଁ ଫସଲ ଉଜୁଡ଼ି ଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଚଳିତ
ବର୍ଷ ଜିଲ୍ଲାରେ 80,000 ହେକ୍ଟର ଚାଷ ଜମିରେ ଧାନ ଫସଲ ହୋଇଥିବା ବେଳେ ଏବେ ଅମଳ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ଚାଷୀ। ହେଲେ ବର୍ଷା ଯୋଗୁଁ ଧାନ ଗଜା ହୋଇଯିବାର ସମ୍ଭାବନାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ନମ୍ବର 10 ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଇକୋଷ୍ଟ ରେଳବାଇର ବଡ଼ ପଦକ୍ଷେପ। ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଇକୋଷ୍ଟ ରେଳବାଇ ବଡ଼ ପଦକ୍ଷେପ ନେଇଛି। ଗୁରୁବାର ଇକୋଷ୍ଟ ରେଳବାଇ ଜେନେରାଲ ମ୍ୟାନେଜର 170ଟି ରୋଡ୍ ଓ ଓଭରବ୍ରିଜ୍ ଆରବିଓ ଘୋଷଣା କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରିତା ତ୍ୱରାନ୍ୱିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ଥିର ହୋଇଛି, ଯାହା ଜମି ଅଧିଗ୍ରହଣ ପ୍ରକ୍ରିୟା ଶୃଙ୍ଖଳିତ କରିବାରେ ଏବଂ ଶୀଘ୍ର ଅନୁମୋଦନ ସକ୍ଷମ କରିବାରେ ସାହାଯ୍ୟ କରିବ।